नमस्कार। ओम नमः भगवते वासुदेवाय। श्रीमद् भगवत गीतार गभीर ज्ञान समुद्र रे आज आमे पुणी थरे बुड़ीबाकू जाउछु। आउ आजिरो आमर आलोचना एक विशेष अध्यायर माने कर्मयोगर एकदम अंतिम सोपान उपरे। हाँ, ଏହା ହେଉଛି ତୃତୀୟ ଅଧ୍ୟାୟର ଶେଷ ଏବଂ ମୋ ମତରେ ସବୁଠାରୁ ଶକ୍ତିଶାଳୀ ଶ୍ଲୋକ। बिल्कुल। तेबे आजी आमे कुरुक्षेत्र युद्धभूमि रे भगवान श्रीकृष्ण अर्जुनंकु देइथिवा सेही ज्ञानर सबुठारु गुरुत्वपूर्ण सूत्रकु खोलिबाकू चेष्टा करेबा। ଶ୍ଲୋକ ସଂଖ୍ୟା 43। हाँ, श्लोक संख्या 43। तेणु आमर श्रोतामानंक अनुरोध एही गभीर आलोचनाकू शेष पर्यंत निश्चय शुणंतु। ଆଉ ଏହିପରି ଜ୍ଞାନପୂର୍ଣ୍ଣ ବିଷୟବସ୍ତୁ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଚାଲନ୍ତୁ ପ୍ରଥମେ ସେହି ଦିବ୍ୟ ଶ୍ଲୋକର ଉଚ୍ଚାରଣ ଶୁଣିବା। ଏବଂ ବୁଦ୍ଧେଃ ପରଂ ବୁଦ୍ଧ୍ୱା ସଂସ୍ତବ୍ୟାତ୍ମାନମାତ୍ମନା ଜହି ଶତ୍ରୁଂ ମହାବାହୋ କାମରୂପଂ ଦୁରାସଦମ୍। 43। ବାଃ, ଏହାର ଶବ୍ଦଗୁଡ଼ିକରେ ହିଁ କେତେ ଶକ୍ତି ଅଛି। ଜହି ଶତ୍ରୁଂ ଦୁରାସଦମ୍। ତେବେ ଚାଲନ୍ତୁ ଏହାକୁ ଟିକେ ଖୋଲିବା। ଏହାର ସରଳ ଅର୍ଥ ପ୍ରଥମେ କ'ଣ ହେବ? ଏହାର ସରଳ ଅର୍ଥ ହେଉଛି, ହେ ମହାବାହୁ ଅର୍ଜୁନ, ବୁଦ୍ଧିଠାରୁ ମଧ୍ୟ ଯିଏ ଶ୍ରେଷ୍ଠ ମାନେ ସେହି ଫାତ୍ମା, ତାଙ୍କୁ ଜାଣ, ନିଜ ମନକୁ ଆତ୍ମବଳ ଦ୍ୱାରା ସ୍ଥିର କରି ସେହି କାମନା ବା ବାସନାରୂପୀ ଶତ୍ରୁକୁ ବିନାଶ କର। ଆଚ୍ଛା। ଯାହାକୁ ଜିତିବା ମାନେ ଯାହାକୁ ପରାସ୍ତ କରିବା ଅତ୍ୟନ୍ତ କଠିନ। ଏହା କର୍ମଯୋଗର ଏକଦମ ଶେଷ ନିର୍ଦ୍ଦେଶ। ଏଠାରେ ଗୋଟେ ଶବ୍ଦ ଅଛି, କାମରୂପମ୍ ଦୁରାସଦମ୍, ଅର୍ଥାତ୍ କାମନାରୂପୀ କଠିନ ଶତ୍ରୁ। ଭଗବାନ ଏଠି କେଉଁ ଶତ୍ରୁ ବିଷୟରେ କହୁଛନ୍ତି? କୌରବମାନଙ୍କ କଥା ତ ନୁହେଁ? ନା ନା, ସେଇଟା ତ ବାହାରର ଶତ୍ରୁ। ଏଠି ଯୋଉ କଥାଟା ସବୁଠୁ ଗୁରୁତ୍ୱପୂର୍ଣ୍ଣ ସେଇଟା ହେଲା ଏହି ଶତ୍ରୁ ବାହାରେ ନାହିଁ, ସେ ଆମ ଭିତରେ ହିଁ ଅଛି। ଆମ ଭିତରେ? ହଁ, ଭଗବାନ ଏହି ପୁରା ଅଧ୍ୟାୟରେ ବାରମ୍ବାର କହିଛନ୍ତି ଯେ କାମ ବା ଇଚ୍ଛା ହିଁ ମନୁଷ୍ୟର ପ୍ରକୃତ ଶତ୍ରୁ। କାରଣ ଏହା ହିଁ ଆମ ଜ୍ଞାନକୁ ଘୋଡ଼ାଇ ଦିଏ, ଆମ ବୁଦ୍ଧିକୁ ନଷ୍ଟ କରିଦିଏ, ଆଉ ଇନ୍ଦ୍ରିୟ ମାଧ୍ୟମରେ ଆମକୁ ଭୁଲ ରାସ୍ତାକୁ ନେଇଯାଏ। ତେବେ ଏହି କାମ କହିଲେ କ'ଣ କେବଳ ଶାରୀରିକ ବାସନାକୁ ବୁଝାଏ? ନା, ଏହାର ଅର୍ଥ ବହୁତ ବ୍ୟାପକ। ଏଥିରେ ସଫଳତାର ଲୋଭ, ମାନସମ୍ମାନର ମୋହ, କ୍ରୋଧ, ଇନ୍ଦ୍ରିୟ ସୁଖ ଭୋଗିବାର ଆକର୍ଷଣ ଏସବୁ କିଛି ଏହାର ଅନ୍ତର୍ଭୁକ୍ତ। ଆଚ୍ଛା। ସେଥିପାଇଁ ତ ଏହାକୁ ଦୁରାସଦମ୍ କୁହାଯାଇଛି, ମାନେ ଯାହାକୁ ପରାସ୍ତ କରିବା ବହୁତ ବହୁତ କଷ୍ଟକର। ଯଦି ଏହି ଶତ୍ରୁ ଏତେ ଶକ୍ତିଶାଳୀ ଆଉ ଆମ ଭିତରେ ହିଁ ବସିଛି, ତେବେ ତାକୁ ପରାସ୍ତ କରିବାର ଅସ୍ତ୍ର କ'ଣ? ଆମେ ଲଢ଼ିବା କେମିତି? ସେଠି ତ ଗୀତାର ସୌନ୍ଦର୍ଯ୍ୟ। ଉତ୍ତରଟି ଶ୍ଲୋକର ପ୍ରଥମ ପଂକ୍ତିରେ ହିଁ ଅଛି, ଏବଂ ବୁଦ୍ଧେ ପରଂ ବୁଦ୍ଧ୍ୱା। ଏହା ପୂର୍ବରୁ ଭଗବାନ ଗୋଟେ କ୍ରମ ବୁଝାଇଛନ୍ତି, ଗୋଟେ ହାଇରାର୍କି। ହାଇରାର୍କି? କେମିତି ଦେଖନ୍ତୁ, ସେ କହିଛନ୍ତି ସବୁଠାରୁ ତଳ ସ୍ତରରେ ଅଛି ଇନ୍ଦ୍ରିୟ, ତା ଉପରେ ମନ, ମନ ଉପରେ ବୁଦ୍ଧି, ଠିକ୍। ଆଉ ସବୁଠାରୁ ଉପରେ ମାନେ ବୁଦ୍ଧି ଉପରେ ହେଉଛି ଆତ୍ମା। ତେଣୁ ଭଗବାନ କହୁଛନ୍ତି ତୁମ ବୁଦ୍ଧିକୁ ବ୍ୟବହାର କର, କିନ୍ତୁ ମନେ ରଖ ଯେ ବୁଦ୍ଧିଠାରୁ ମଧ୍ୟ ଶ୍ରେଷ୍ଠ ଏକ ଶକ୍ତି ଅଛି, ସେ ହେଉଛି ଆତ୍ମା। ତାର ଶକ୍ତିକୁ ଚିହ୍ନ। ବୁଝିଗଲି। ମାନେ ବୁଦ୍ଧି ଠିକ୍ ଭୁଲ ନିର୍ଣ୍ଣୟ କରେ, କିନ୍ତୁ ଆତ୍ମା ସେହି ବୁଦ୍ଧିକୁ ଆଲୋକ ଦିଏ ବା ଶକ୍ତି ଦିଏ। ଏକଦମ। ଯେତେବେଳେ ଜଣେ ମଣିଷ ଆତ୍ମାର ସେହି ଶକ୍ତିକୁ ଚିହ୍ନିଯାଏ, ସେ ଭିତରୁ ମଜବୁତ ହୋଇଯାଏ। ଏଇଠି କଥାଟା ଆହୁରି ମଜାଦାର ହେଉଛି। ତେବେ ଆତ୍ମାର ଶକ୍ତିକୁ ବ୍ୟବହାର କରିବାର ପ୍ରକ୍ରିୟା କ'ଣ? ଶ୍ଲୋକରେ କୁହାଯାଇଛି, ସଂସ୍ଥାବ୍ୟାତ୍ମନମାତ୍ମନା। ଏହାର ଅର୍ଥ ହେଉଛି ଆତ୍ମବଳ ଦ୍ୱାରା ନିଜ ମନକୁ ସ୍ଥିର କରିବା। ଆତ୍ମବଳ ଦ୍ୱାରା? ହଁ, ଦେଖନ୍ତୁ, ମନ ତ ଅତ୍ୟନ୍ତ ଚଞ୍ଚଳ। ସବୁ ଇଚ୍ଛା, ସବୁ କାମନା ଏହି ମନରେ ହିଁ ଜନ୍ମ ନିଅନ୍ତି। ତେଣୁ ଭଗବାନ କହୁଛନ୍ତି ଏହି ମନକୁ ଦମନ କରିବା କଥା ମୁଁ କହୁନି, ବରଂ ଏହାକୁ ଏକ ଦିଗ ଦେବାକୁ ହେବ। ଦିଗ ଦେବାକୁ? କେଉଁ ଆଡ଼କୁ? ଆତ୍ମା ଆଡ଼କୁ। ଆଉ ଏଠାରେ ଆତ୍ମନା ଶବ୍ଦଟି ଏହା ବହୁତ ଗୁରୁତ୍ୱପୂର୍ଣ୍ଣ। କାହିଁକି? କାରଣ ଏହାର ଅର୍ଥ ହେଲା କାମକୁ ଜିତିବା ପାଇଁ କୌଣସି ବାହ୍ୟ ମନ୍ତ୍ର, କୌଣସି ଔଷଧ ବା କୌଶଳ କାମ ଦେବନି। ଏହାର ଏକମାତ୍ର ଉପାୟ ହେଉଛି ନିଜ ଭିତରର ଶକ୍ତି, ମାନେ ଆତ୍ମଜ୍ଞାନ ଆଉ ଆତ୍ମବଳ। ଯେମିତି ସୂର୍ଯ୍ୟ ଉଇଁଲେ ଅନ୍ଧାରକୁ ହଟେଇବାକୁ ପଡ଼େନି, ସେ ଆପେ ଆପେ ଚାଲିଯାଏ। ଆଚ୍ଛା। ଠିକ୍ ସେମିତି ଆତ୍ମଜ୍ଞାନ ଜାଗ୍ରତ ହେଲେ କାମ ବା ଇଚ୍ଛାର ପ୍ରଭାବ ଆପେ ଆପେ କମିଯାଏ। ଏବଂ ତାପରେ ଆସୁଛି ସେହି ଆଦେଶ, ଜହି ଶତ୍ରୁମ୍, ଶତ୍ରୁକୁ ନାଶ କର। ଏହା କେବଳ ଗୋଟିଏ ଉପଦେଶ ଭଳି ଲାଗୁନି। ନା, ଏହା ଏକ ସ୍ପଷ୍ଟ ଆଦେଶ, ଏକ କମାଣ୍ଡ। ଏହାର ଅର୍ଥ
ଏହି ଶତ୍ରୁ ସହିତ କୌଣସି ବୁଝାମଣା ନାହିଁ। କିଛି ବି ନାହିଁ। ଏହା ଦର୍ଶାଉଛି ଯେ ଜୀବନର ପ୍ରକୃତ ଯୁଦ୍ଧ ବାହାରର ଶତ୍ରୁଙ୍କ ସହ ନୁହେଁ, ବରଂ ନିଜ ଭିତରର ବିକାରଗ୍ରସ୍ତ ମନ ସହିତ। ଏକଦମ। ଯିଏ ନିଜ ଭିତରର ଏଇ କାମକୁ ଜିତିପାରିଲା, ସେ ସଂସାରର ଯେକୌଣସି ଶତ୍ରୁକୁ ଜିତିପାରିବ। ତେବେ ଏସବୁର ଅର୍ଥ ଆମ ଆଧୁନିକ ଜୀବନ ପାଇଁ କ'ଣ? ଆଜିର ଦୁନିଆରେ ତ ଇଚ୍ଛା ଆଉ ଆକର୍ଷଣର ସାଧନ ଆହୁରି ବଢ଼ିଯାଇଛି। ସବୁଆଡ଼େ ଡିଷ୍ଟ୍ରାକ୍ସନ୍। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଆଜିର ଯୁଗରେ ଦେଖନ୍ତୁ, ମୋବାଇଲ, ସୋସିଆଲ ମିଡିଆ, ତାମସିକ ଖାଦ୍ୟ ଆଉ ଏତେ ସବୁ ବିଜ୍ଞାପନ, ଏସବୁ ଆମ ଇନ୍ଦ୍ରିୟ, ମନ ଆଉ ବୁଦ୍ଧି ଉପରେ ସିଧାସଳଖ ଆକ୍ରମଣ କରୁଛି। ହଁ, ସତ କଥା। ତେଣୁ ଏହି ପରିସ୍ଥିତିରେ ଭଗବାନ କୃଷ୍ଣଙ୍କର ଏହି ଶ୍ଲୋକ ଏକ ପ୍ରକାରର ଜିପିଏସ୍ ଭଳି କାମ କରେ। ଏହା ଏକ ଅତ୍ୟନ୍ତ ଉପଯୋଗୀ ମାର୍ଗଦର୍ଶକ। ତାହେଲେ ଏହା ଆମକୁ କ'ଣ ଶିଖାଉଛି? ଷ୍ଟେପ୍ ବାଇ ଷ୍ଟେପ୍? ଏହା ଆମକୁ ଶିଖାଉଛି, ପ୍ରଥମେ ନିଜ ଇନ୍ଦ୍ରିୟକୁ ନିୟନ୍ତ୍ରଣ କର, 2 ମନକୁ ସ୍ଥିର କର, 3 ବୁଦ୍ଧିକୁ ଶୁଦ୍ଧ କର, ଆଉ ଶେଷରେ ଯେତେବେଳେ ଏସବୁ ବିଫଳ ହେବାର ସମ୍ଭାବନା ଥାଏ, ସେତେବେଳେ ଆତ୍ମାରେ ଆଶ୍ରୟ ନିଅ। ବା, ଏହା ହିଁ ତେବେ କାମ ରୂପୀ ଶତ୍ରୁ ଉପରେ ବିଜୟ ପାଇବାର ରାସ୍ତା। ହଁ, ଏହା ହିଁ ରାସ୍ତା। ତେବେ ଏହି ଗୋଟିଏ ଶ୍ଲୋକକୁ ଆମେ କର୍ମଯୋଗ ଅଧ୍ୟାୟର ସାରାଂଶ ବୋଲି କହିପାରିବା କି? ହଁ, ସମ୍ପୂର୍ଣ୍ଣ ଭାବରେ। ଏହା ହିଁ ତୃତୀୟ ଅଧ୍ୟାୟର ଅନ୍ତିମ ନିଷ୍କର୍ଷ। ପୁରା ଅଧ୍ୟାୟର ଯାହା ସାର, ସେତକ ଏହି ଗୋଟିଏ ଶ୍ଲୋକରେ ଅଛି। କ'ଣ ସେହି ସାର? ସାର ହେଉଛି, କର୍ମରୁ ପଳାୟନ କର ନାହିଁ, କର୍ତ୍ତାପଣର ଭାବ ଛାଡ଼ି କର୍ମ କର। ଫଳର ଇଚ୍ଛା ନ ରଖି। ବିଲକୁଲ। ଇନ୍ଦ୍ରିୟକୁ ନିଜ ବଶରେ ରଖ, ଆଉ ସବୁଠୁ ଶେଷରେ ବୁଦ୍ଧି ଦ୍ୱାରା କାମକୁ ବୁଝି ଆତ୍ମାରେ ସ୍ଥିତ ହୋଇଯାଉ। ଏହା ହିଁ ମୁକ୍ତିର ମାର୍ଗ। ଏବଂ କର୍ମଯୋଗର ଶିଖର। ଆଜିର ଏହି ଆଲୋଚନାର ଗୋଟେ କଥା ପୁରା ସ୍ପଷ୍ଟ ହୋଇଗଲା ଯେ ସବୁଠାରୁ ବଡ଼ ବିଜୟ ହେଉଛି ନିଜ ଉପରେ ବିଜୟ। ଆମ ଭିତରେ ଥିବା ସେହି କାମ ବା ଅସୀମିତ ଇଚ୍ଛାରୂପୀ ଶତ୍ରୁକୁ ଚିହ୍ନିବା। ତାକୁ ଚିହ୍ନି ଆତ୍ମଜ୍ଞାନ ରୂପୀ ଅସ୍ତ୍ରରେ ତାକୁ ପରାସ୍ତ କରିବା ହିଁ ଜୀବନର ପ୍ରକୃତ ଉଦ୍ଦେଶ୍ୟ। ଆଉ ଯଦି ଆମ ଶ୍ରୋତାମାନଙ୍କୁ ଏହି ଆଧ୍ୟାତ୍ମିକ ଆଲୋଚନା ଭଲ ଲାଗିଲା, ତେବେ ଏହାକୁ ଲାଇକ୍ କରିବାକୁ ଅନୁରୋଧ। ଆଉ ନିଜ ପ୍ରିୟଜନଙ୍କ ସହିତ ସେୟାର କରନ୍ତୁ। ଜ୍ଞାନ ବାଣ୍ଟିଲେ ବଢ଼େ, ଆଉ ଭଗବାନ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ମଧ୍ୟ ମିଳେ। ହଁ, ଆଉ ନିଜ ଭାବନା ପ୍ରକାଶ କରିବା ପାଇଁ କମେଣ୍ଟ ବକ୍ସରେ ଓମ୍ ନମଃ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ଅବଶ୍ୟ ଲେଖନ୍ତୁ। ଆମେ ଯିବା ପୂର୍ବରୁ ଶ୍ରୋତାଙ୍କ ପାଇଁ ଗୋଟେ ଛୋଟ ଚିନ୍ତନ ଛାଡ଼ିଯିବାକୁ ଚାହୁଁଛୁ। ନିଶ୍ଚୟ। ଆମ ଦୈନନ୍ଦିନ ଜୀବନର କେଉଁ ଛୋଟ ନିଷ୍ପତ୍ତିରେ ଆମେ ବୁଦ୍ଧି ପରିବର୍ତ୍ତେ କାମ ବା ଇଚ୍ଛା ଦ୍ୱାରା ପରିଚାଳିତ ହେଉଛୁ? ଆଉ ଆତ୍ମଜ୍ଞାନର ଆଲୋକରେ ସେହି ଗୋଟିଏ ନିଷ୍ପତ୍ତିକୁ ଆମେ କିପରି ବଦଳାଇ ପାରିବା? ବହୁତ ସୁନ୍ଦର ଚିନ୍ତନା। ପରବର୍ତ୍ତୀ ଅଧ୍ୟାୟର ଆଲୋଚନା ଶୁଣିବାକୁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଓମ୍ ନମଃ ଭଗବତେ ବାସୁଦେବାୟ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।